ଭଲ କଥା 4 ଭାଇ ଭାଇ ମଧ୍ୟରେ ଯେତେ ମନାନ୍ତର ହେଲେ ମଧ୍ୟ ବିପଦ ସମୟରେ ପ୍ରଥମେ ଭାଇ ହିଁ ଠିଆ ହେଇଥାଏ। ଯାହାର ମନ ବଡ଼ ସେ ପ୍ରକୃତରେ ବଡ଼। ଯାହାର ହୃଦୟ ସୁସ୍ଥ ସେ ପ୍ରକୃତରେ ଧନୀ ଓ ଗୁଣବାନ। ପିତା ମାତା ଏବଂ ଜ୍ଞାନୀମାନଙ୍କର କଥାକୁ ନିଶ୍ଚିତ ଭାବରେ ଶୁଣିବା ଉଚିତ। ଯାହାକୁ ଲୋକ ବହୁତ ଭୟ କରନ୍ତି ତାହାର ବହୁତ ଶତ୍ରୁ ଅଛନ୍ତି ବୋଲି ଜାଣିବ। ବିଦେଶ ଭ୍ରମଣ ସମୟରେ ସର୍ବଦା ସତର୍କ ରହିବ। ପର୍ବତ ତୁଲ୍ୟ ଧନ ଥାଇ ଯିଏ ଦାନ ନ କରିବ, ବଳ ଥାଇ ଯିଏ ଆଳସ୍ୟ ଦେଖାଏ, ଜ୍ଞାନ ଥାଇ ଯଦି ସେ ପ୍ରୟୋଗ ନ କରେ ସେ କି ମଣିଷ? କୌଣସି ଗୁପ୍ତ କଥା କହିବାକୁ ହେଲେ ଦିବସରେ ଚାରିଆଡ଼କୁ ଚାହିଁ କହିବ, କିନ୍ତୁ ରାତ୍ରିରେ କଦାପି କହିବ ନାହିଁ। ବଢନ୍ତା ନଈ ଶାସନକର୍ତ୍ତାଙ୍କ ଆଦର, ବ୍ୟବସାୟୀମାନଙ୍କର ସ୍ନେହ ଏବଂ ମହିଳାମାନଙ୍କର ମିଠା କଥାକୁ କେବେ ବିଶ୍ୱାସ କରିବ ନାହିଁ। ବେଶ୍ୟା ପୁତ୍ରକୁ, ଭ୍ରଷ୍ଟାଚାରୀ ନାରୀ ପତିକୁ, ଲୋଭୀ ଭିକାରୀକୁ, ମୂର୍ଖ ଜ୍ଞାନୀକୁ, ଅକର୍ମା ଭୂ ସମ୍ପତ୍ତିକୁ, ଚୋର ଚନ୍ଦ୍ରମାକୁ ଓ ରୋଗୀ ଜଳକୁ ଶତ୍ରୁ ଭାବରେ ଦେଖେ। ବିଦ୍ୟା ସଙ୍ଗେ ରାଜପଣ ନୁହେଁ ସମାନ। ସମାନ କରିବା ଲୋକ ପ୍ରକୃତରେ ହିଁ ମୂର୍ଖରେ ଗଣତି ହୋଇଥାଏ। ଏସବୁ ଭଲ କଥା ଆମର ନିତ୍ୟ ଜୀବନରେ ଆସିଥାଏ। ସେଥିପାଇଁ ହାତେ